ଯେଉଁମାନେ ଭତ୍ତା ପାଉଛନ୍ତି ସେମାନଙ୍କ ପାଇଁ ଗୋଟେ ଖୁସି ଖବର ଯେ ସରକାର ଯେଉଁ ଘୋଷଣା କରିଥିଲେ, ସରକାର 3000 ଟଙ୍କା ମଧୁବାବୁ ପେନସନ୍ ବା ବିଧବା ସହାୟତା ଯେଉଁ ଭତ୍ତା ମିଳୁଛି, ବାର୍ଦ୍ଧକ୍ୟ ଭତ୍ତା ମିଳୁଛି, ବିଧବା ଭତ୍ତା ମିଳୁଛି, ସେମାନଙ୍କୁ 3000 ଟଙ୍କା ଯେଉଁ ସରକାର ଘୋଷଣା କରିଥିଲେ ଯେ 3000 ଟଙ୍କା ଭତ୍ତା ମିଳିବ, ତାହା କଳ୍ପନା ଜଳ୍ପନା ଏ ପର୍ଯ୍ୟନ୍ତ ମଧ୍ୟ ଚାଲିଛି। ତା ମଧ୍ୟରେ ଗୋଟେ ଖୁସି ଖବର ଆପଣମାନେ ଜାଣିବା ଦରକାର। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଦେଖିଲେ ମାନେ ଆପଣମାନେ ଜାଣିପାରିବେ ଯେ ଯେଉଁ 3500 ଟଙ୍କା ବା 3000 ଟଙ୍କା ମିଳିଛି କାହାକୁ ମିଳିଛି ଜାଣିପାରିବେ ସମ୍ପୂର୍ଣ୍ଣ ଭିଡ଼ିଓ ଆପଣମାନେ ଦେଖିଲେ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଅନ୍ କରିଦେବେ। ତ ଦେଖନ୍ତୁ ସରକାର ଯେଉଁ ଘୋଷଣା କରିଥିଲେ କି ସମସ୍ତଙ୍କୁ 3000 ଟଙ୍କା ଭତ୍ତା ମିଳିବ ବୋଲି, ଡବଲ ଇଞ୍ଜିନ୍ ସରକାର ବର୍ତ୍ତମାନ ଶାସନ କରୁଛି ଓଡ଼ିଶାରେ। ତାଙ୍କ କଥାଟା କିଛିଟା ସତ ହୋଇଛି, କିଛିଟା ଭୁଲ ମଧ୍ୟ ପ୍ରମାଣିତ ହୋଇଛି। ଯେମିତିକି ଆପଣମାନେ ଜାଣିଥିବେ ଇଲେକ୍ଟ୍ରିକ୍ ବିଲ୍ ଛାଡ଼, ଇଲେକ୍ଟ୍ରିକ୍ ବିଲ୍ ସେମାନଙ୍କୁ ବି ଛାଡ଼ ହେବ ଯେଉଁମାନେ ସୋଲାର ଆପଣମାନଙ୍କୁ ଇନଷ୍ଟଲ୍ କରିବାକୁ ପଡ଼ିବ। ଆପଣମାନେ ଜାଣିଛନ୍ତି ସୋଲାର ଇନଷ୍ଟଲ୍ କଲେ ଆପଣମାନଙ୍କର ଆଉ ବିଲ୍ ଉଠିବ ନାହିଁ। ସେଇ ଯେଉଁ ବିଲ୍ଟା ଆପଣମାନଙ୍କର ରହିଗଲା, ଅର୍ଥାତ୍ 300 ୟୁନିଟ୍ ପର ଯେଉଁମାନେ 300 ୟୁନିଟ୍ ପର୍ଯ୍ୟନ୍ତ ବା 300 ୟୁନିଟ୍ ଅଧିକା ଜାଳୁଛନ୍ତି ସେମାନଙ୍କୁ ଆଉ ବିଲ୍ ଦେବାକୁ ପଡ଼ିବ ନାହିଁ। ତ ସେଇ ହିସାବରେ ଆପଣମାନଙ୍କୁ 300 ୟୁନିଟ୍ ଛାଡ଼ ବୋଲି ସରକାର ଡିକ୍ଲେୟାର କରିଥିଲେ। କେତେବେଳେ ଇଲେକ୍ସନ୍ର ମୁଦ୍ଦା ଦେଇଥିଲେ ବା ଇଲେକ୍ସନ୍ରେ ଗୋଟେ ରଖିଥିଲେ ମୁଦ୍ଦା, ଯଦି ଆମେ ସରକାରକୁ ଆସୁ ତ ଇଲେକ୍ଟ୍ରିକ୍ ବିଲ୍ 300 ୟୁନିଟ୍ ପର୍ଯ୍ୟନ୍ତ ଛାଡ଼, ଭତ୍ତା ଟଙ୍କା 3000କୁ ବୃଦ୍ଧି କରାଯିବ, ଧାନ 3100 ଟଙ୍କା କରିବେ। କେବଳ ଗୋଟିଏ ଜିନିଷ ହେଇଛି ଯେଉଁଟାକି ଧାନର ମୂଲ୍ୟ 3100 ଟଙ୍କା ହେଇଛି। ବାକି ଯେଉଁ ଦୁଇଟି ରହିଲା ସେଇଟାକ ଫଲ୍ସ ନ୍ୟୁଜ୍ କରିଥିଲେ, ଯେଉଁଟାକି ଆପଣମାନେ ନିହାତି ଭାବରେ ଜାଣିଛନ୍ତି। ନା 3000 ଟଙ୍କା ଭତ୍ତା ମିଳୁଛି, ନା 300 ୟୁନିଟ୍ ପର୍ଯ୍ୟନ୍ତ ଛାଡ଼ ଅଛି। ପୁଣି ତା ଦେହରେ ଛାଡ଼ ଅଛି, ଭତ୍ତା ବି ମିଳୁଛି, କିନ୍ତୁ ତା'ର କ୍ରାଇଟେରିଆ ବେଶୀ ସେ ମିଳୁଛି। ଯେଉଁମାନେ ଛାଡ଼ ଅଛି କେଉଁମାନଙ୍କୁ ନା ଯେଉଁମାନଙ୍କର 300 ୟୁନିଟ୍ ପର୍ଯ୍ୟନ୍ତ ଜାଳୁଥିଲେ ସେମାନେ ସୋଲାର ପ୍ୟାନେଲ୍ ଲଗାଇବେ, ଲଗାଇଲା ପରେ ତାଙ୍କର ଆଉ ବିଲ୍ ଆସିବ ନାହିଁ। ତ ବିଲ୍ ନ ଆସିଲା ମାନେ ସେ 300 ୟୁନିଟ୍ ଆପଣମାନଙ୍କ ଯେଉଁ ପୂର୍ବରୁ ଦେଉଥିଲେ ସେମାନଙ୍କୁ ଛାଡ଼ ହେଇଗଲା। ଭତ୍ତା କେଉଁମାନେ ମିଳୁଛି 3000 ନୁହଁ 3500 ଟଙ୍କା ମିଳୁଛି। କେଉଁମାନଙ୍କୁ ନା ଯେଉଁମାନେ ଆପଣମାନଙ୍କର 80 ବର୍ଷ ହୋଇଯାଇଛି। ତ କେତେଟା 80 ବର୍ଷ ବଞ୍ଚିଛନ୍ତି ଆଜ୍ଞା? ସରକାର କ'ଣ ଜାଣିନାହାନ୍ତି 80 ବର୍ଷ ଲୋକ କେତେଟା ଆପଣମାନଙ୍କୁ ଭୋଟ୍ ଦେଇଥିବେ? ତାଙ୍କରି ପରିବାର ଲୋକ ଦେଇଥିବେ। 100ରେ ଯଦି 20% 80% ଥିବେ, 80 ବର୍ଷ ଥିବେ ବହୁତ। ତ ସେଇଟା ତ ଅଲଗା କଥା। ମୁଁ କହି ରଖୁଛି କେଉଁମାନଙ୍କର ବର୍ତ୍ତମାନ ସୁଦ୍ଧା ଟଙ୍କା ବଢ଼ିଛି। ଆପଣମାନେ ଦେଖୁଥିବେ ରାଜ୍ୟସ୍ତରୀୟ ପାଲା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, କଳାକାର ସହାୟତା ଭତ୍ତା ବଢ଼ିଲା। 40ରୁ 80 ବର୍ଷ କଳାକାର ମାସିକ ପାଇବେ 3000। ଯେଉଁମାନେ 40 ବର୍ଷରୁ 80 ବର୍ଷ ଭିତରେ ଅଛନ୍ତି ସେମାନେ ପାଇବେ 3000। ମୋ କହିବା କଥା ବର୍ତ୍ତମାନ ଆପଣମାନେ ଦେଖୁଛନ୍ତି ଯାହା ବି ଦେଖୁଛନ୍ତି ଏଇ ଯେଉଁ ଲେଖା ହେଇଛି 40ରୁ 80 ବର୍ଷ ବର୍ଷର କଳାକାର ମାସିକ ପାଇବେ 3000। ଯଦି ଏଇ ଜିନିଷଟା କରାଯାଏ 60ରୁ 80 ବର୍ଷ, ଅର୍ଥାତ୍ ଯେଉଁମାନେ ମଧୁବାବୁ ପେନସନ୍ ପାଉଛନ୍ତି କିମ୍ବା ବିଧବା ପେନସନ୍ ପାଉଛନ୍ତି, ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି, ସେମାନଙ୍କୁ ନିହାତି ଭାବରେ କରିବା ଦରକାର ଯେ 60ରୁ 80 ବର୍ଷ ଯେଉଁମାନଙ୍କର ଅଛି ସେମାନଙ୍କୁ 3000 ଟଙ୍କା ଲେଖାଏଁ ମିଳିବ। 3000 ଟଙ୍କା ଯଦି ନ କରିପାରୁଛ 2000 ଟଙ୍କା ବି ଲୋକଙ୍କୁ କଲେ କେତେ ବଡ଼ ଖୁସି ହୁଅନ୍ତା। ସରକାର ବି ବହୁତ ଆଶୀର୍ବାଦ ପାଆନ୍ତା ବୁଢ଼ାବୁଢ଼ୀମାନଙ୍କ ଠାରୁ। ଯେଉଁମାନଙ୍କର ଘରର ଲୋକ ପଚାରୁନାହାନ୍ତି, ବୁଢ଼ାବୁଢ଼ୀ ଅସହାୟତା ହେଉଛନ୍ତି, ସେମାନେ ନିହାତି ଭାବରେ ଖୁସି ହୁଅନ୍ତେ, ଆଶୀର୍ବାଦ ମଧ୍ୟ ଦିଅନ୍ତେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଦେଖନ୍ତୁ କଳାକାର ଭତ୍ତା ବଢ଼ିଗଲା, କିନ୍ତୁ ଯେଉଁ ଭତ୍ତା ରହିଛି ମଧୁବାବୁ ପେନସନ୍, ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ସେମାନଙ୍କୁ ମିଳିପାରିଲା ନାହିଁ। 80 ବର୍ଷରୁ ଉର୍ଦ୍ଧ୍ୱ ଯେଉଁମାନେ ଅଛନ୍ତି 3500 ଟଙ୍କା, ଯେଉଁଟାକି ବର୍ତ୍ତମାନ ସୁଦ୍ଧା 3000 ପାଉଛନ୍ତି ଆମର ବାର୍ଦ୍ଧକ୍ୟ ଭତ୍ତା। କିନ୍ତୁ ସରକାର ଏଇଟା ଗୋଟେ ଜାଣିବା ଦରକାର ଯେ କେଉଁମାନେ ଭୋଟ୍ ଦେଇଛନ୍ତି। ଦେଖନ୍ତୁ ଏଠି କହି ରଖୁଛି କେନ୍ଦୁଝର ଠାରେ 48ତମ ରାଜ୍ୟସ୍ତରୀୟ ପାଲା ସମ୍ମିଳନୀରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୂର୍ବରୁ କଳାକାର ସହାୟତା ବର୍ଷ 2000 ଟଙ୍କା ଥିବାବେଳେ ରବିବାର ଦିନ ପାଲା ସଂଘ ସମାବେଶ ମୁଖ୍ୟମନ୍ତ୍ରୀ କଳାକାରଙ୍କୁ ଭତ୍ତା ବୃଦ୍ଧି କରିଛନ୍ତି। ଆପଣମାନେ ଜାଣିଛନ୍ତି ଯେ ଏବେ 40ରୁ 80 ବର୍ଷ ମଧ୍ୟ କଳାକାରଙ୍କୁ ମାସିକ 3000, 2000 ଥିଲା 3000 ହେଇଯାଇଛି ଏବଂ ଯେଉଁମାନେ 80 ବର୍ଷରୁ ଉର୍ଦ୍ଧ୍ୱ ଅଛନ୍ତି ତାଙ୍କୁ 3500 ଟଙ୍କା ମିଳିବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଦ୍ୱାରା ରାଜ୍ୟରେ 47,704 ଜଣ ଉପକୃତ ହେବେ। ଆପଣମାନେ ଦେଖିପାରୁଥିବେ ଜମା ଏତିକି ଜଣ ଯେଉଁଟାକି ଯେଉଁମାନେ ଅଛନ୍ତି କଳାକାର ସହାୟତା ଅଛନ୍ତି ସେମାନେ ପାଉଛନ୍ତି। ଆପଣମାନେ ଜାଣିଛନ୍ତି ବହୁତ ଖୁବ୍ କମ୍ ଲୋକ କଳାକାର ସହାୟତା ଭତ୍ତା ପାଉଛନ୍ତି। ସେଥିପାଇଁ ସରକାର ଏହାକୁ କରିଦେଲେ
ଯେ ଏଥିରେ କମ୍ ପଇସା ଖର୍ଚ୍ଚ ହେବ। ଯେତେବେଳେ ଆପଣମାନେ ଜାଣିଛନ୍ତି ଯେ ସରକାର ଏବେ ନିହାତି ଭାବରେ MLA MP ମାନଙ୍କର ଯେଉଁ ଭତ୍ତା ବଢ଼େଇଥିଲେ 3 ଲକ୍ଷ କରିଦେଇଥିଲେ, 3 ଗୁଣ କରିଦେଇଥିଲେ। ସେତେବେଳେ ଏରିୟର ମଧ୍ୟ 6 ମାସର କରିଥିଲେ। ଭାବିବା ଦରକାର ଯଦି ବିଧବା ଭତ୍ତା ବାର୍ଦ୍ଧକ୍ୟ ଭତ୍ତା ବଢ଼ାଯାଏ ତ ଯେତିକି ଟଙ୍କା ଆପଣମାନେ ଦରମା ନେଇଥାନ୍ତେ ସେତିକି ଟଙ୍କା ତାଙ୍କର ଖର୍ଚ୍ଚ ହେଇଥାନ୍ତା ବର୍ଷକୁ। ତ ଏଇଟା ନିହାତି ଭାବରେ ସରକାର ଜାଣିବା ଦରକାର। ମୁଁ ଆଶା କରୁଛି ଆପଣମାନଙ୍କର ଯାହା ସୁଚିନ୍ତା ଥିବ ବା ଆପଣମାନଙ୍କର ମତାମତ ଥିବ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ସରକାର ଜାଣିବା ଦରକାର ଯେ କେଉଁମାନେ ଅସହାୟତାରେ ଅଛନ୍ତି, କେଉଁମାନଙ୍କୁ 3000 ମିଳିବ ଦରକାର, କେଉଁମାନଙ୍କୁ ମିଳିବା ଦରକାର ନାହିଁ, ସେଇଟା ନିହାତି ଭାବରେ ସରକାରଙ୍କ ମୁଣ୍ଡରେ ପଶିବା ଦରକାର। ଯେ କହିଥିଲୁ ଗୋଟେ କଲୁ ଆଉ ଗୋଟେ, ତ ନିହାତି ଭାବରେ ଜାଣିବା ଦରକାର। ଆପଣମାନଙ୍କ ସୁମତାମତ କମେଣ୍ଟ ମାଧ୍ୟମରେ ନିହାତି ଭାବରେ ଜଣାନ୍ତୁ। ଯେ ସରକାର ଜାଣିବା ଦରକାର ଯେ ଯାହା କହିଥିଲେ ସେଇଟା ଅକ୍ଷରେ ଅକ୍ଷରେ ପାଳନ କରୁନାହାନ୍ତି, ବୁଲେଇ ବଙ୍କେଇ କରୁଛନ୍ତି। ଯେଉଁଟାକି ତା ଦେହରେ କ୍ରାଇଟେରିଆ କରିଦେଲେ, ଯେମିତିକି 2 ବର୍ଷରେ 50,000 ଥିଲା ଆମର ସୁଭଦ୍ରା ଯୋଜନା, ତାକୁ 5 ବର୍ଷ କରାଗଲା। ହଉ ଠିକ୍ ଅଛି, ଦିଆ ତ ଯାଉଛି, ଏଥିରେ କିଛି ଖୁସି ଇଏ ନାହିଁ। ଧାନ 31 କହିଥିଲେ 31 କରିଛନ୍ତି, କିନ୍ତୁ ଏଇ ଯେଉଁ 2ଟି କରିଥିଲେ ଯେଉଁ ଆମର ଭତ୍ତା ବୁଢ଼ାବୁଢ଼ୀମାନଙ୍କ ପାଇଁ, ସିଏ ବହୁତ ଖୁସି ହେଇଥାନ୍ତେ। ଆଉ ଗୋଟେ ରହିଲା ଆପଣମାନଙ୍କ ଇଲେକ୍ଟ୍ରିକ୍ ବିଲ୍ ସେମିତି କ୍ରାଇଟେରିଆ ହେଇଯାଇଛି ଯେ ସୋଲାର ନେଲେ ଆପଣମାନଙ୍କର ତ ଅଟୋମେଟିକ୍ ଉଠିବନି, ଆଉ କରାଯିବ କ'ଣ। ତ ଆଶା କରୁଛି ଭିଡ଼ିଓଟି ଆପଣମାନେ ନିହାତି ଭାବରେ ଭଲ ଲାଗିଥିବ। ରହୁଛି ଭେଟ ନୂଆ ଭିଡ଼ିଓରେ, ସେ ବିଦାୟ ଦିଅନ୍ତୁ। ନମସ୍କାର, ଜୟ ଜଗନ୍ନାଥ।